हेलो सांग माने नमस्ते जय जगन्नाथ। सकाळ हेले माँ मानकर गोटे टेंशन थाए पिला मानंकु टिफिन रे कौन दबा जहाँ हेल्दी भी होता है आ टेस्टी भी सेमानंकु जेमती लागिवो नहले सेमाने टिफिन फिनिश करके आसीबेनी ना। मोर पिला माने एहाको सप्ताह रे 2 ରୁ 3 थर बनैबा पई जिद करंती। सुजी उपमा तो प्राय समस्तଙ୍କ घरे बनी थाए। ଏହା କିନ୍ତୁ ଟିକିଏ ଅଲଗା ଆଉ ମାତ୍ର 5 ମିନିଟ୍ରେ ଏହା ବନିଯାଏ। ଆଉ ପିଲାମାନଙ୍କର ଯେଉଁ ସକାଳ ସ୍କୁଲ ଏହା ପୁରା ପରଫେକ୍ଟ ବ୍ରେକଫାଷ୍ଟ। ତାହେଲେ ଚାଲନ୍ତୁ ବନେଇବା ଷ୍ଟାର୍ଟ କରିବା। ମୁଁ ସ୍ମୃତି ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଓଡ଼ିଆ ରେସିପି ଚ୍ୟାନେଲକୁ। ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଲାଇକ୍ ସେୟାର କମେଣ୍ଟ କରିବେ ଆଉ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ ରହିଲା। ଏଇଠି ଆମେ ଗୋଟେ କଢ଼େଇରେ କିଛି ତେଲ ଦେଇଦେବା। ତେଲ ଆପଣ କମ୍ ଅଧିକ କରିପାରିବେ। ଏଇଠି ମୁଁ ଟିକିଏ ଅଧିକ ତେଲ ନେଇଛି କାହିଁକି ନା ମୁଁ ଏଇଠି ସୁଜିକି ଭାଜିକି ନେଉନି। ତେଲ ଗରମ ହେବା ପରେ ସେଥିରେ ଆମେ ଫୁଟଣରେ ସୋରିଷ, ବିରି ଡାଲି ଆଉ ଚଣା ଡାଲିକୁ ଦେଇଦେବା। ପଜଣାଟା ଟିକେ ଫୁଟି ଆସିଲେ ସେଥିରେ ଆମେ କଟା ହେଇଥିବା କଞ୍ଚା ଲଙ୍କା 2ଟାକୁ ଦେଇଦେବା ଆଉ କିଛି ଭୃସଙ୍ଗ ପତ୍ରକୁ ଦେଇଦେବା। ଏଥିରେ ଆପଣ ଚାହିଁଲେ ପିଆଜ ବି ଗୋଟେ ପିଆଜ ଛୋଟ ଛୋଟ କାଟିକି ଦେଇପାରିବେ। ବହୁତ ପିଲା ପିଆଜ ଖାଆନ୍ତି ନାହିଁ, ଅଲଗା କାଢ଼ିକି ରଖିଦିଅନ୍ତି, ସେଥିପାଇଁ ମୁଁ ଏମିତି ସାଧାରେ ବନେଇଲି। ଏଇଠି ମୁଁ ଗୋଟେ ବାଉଲରେ ଆପଣଙ୍କୁ ଯେଉଁ ବାଉଲଟା ମୁଁ ଏଇଠି ଦେଖେଇଲି ସେଥିରେ ଗୋଟେ ବାଉଲ ସୁଜି ୟୁଜ୍ କରୁଛି ଆଉ ସେଥିପାଇଁ ମୁଁ ଏଇଠି 3 ବାଉଲ ପାଣି ନେଉଛି। ନର୍ମାଲି ଆମେ ଉପମାରେ ଗୋଟେ ବାଉଲ ସୁଜିକୁ 2 ବାଉଲ ପାଣି ୟୁଜ୍ କରନ୍ତି। ଯେହେତୁ ମୁଁ ଏଇଠି ପାଣିଆ ଉପମା ବନଉଛି ସେଥିପାଇଁ ମୁଁ ଆଉ ଗୋଟେ ବାଉଲ ଅଧିକ ନେଉଛି। ପାଣିଟା ଫୁଟି ଆସିଲା ପରେ ସେଥିରେ ଆମେ ଲୁଣ ଦେଇଦେବା ସ୍ୱାଦ ଅନୁସାରେ। ଗ୍ୟାସ୍ର ଫ୍ଲେମ୍ ଲୋ କରିକି ଏଇଠି ଆମେ ସୁଜିକୁ ଘାଣ୍ଟି ନେବା। ଏଇଟା ଆପଣଙ୍କୁ ନର୍ମାଲ ଉପମା ଲାଗୁଥିବ କିନ୍ତୁ ଥରେ ଆପଣ ବନେଇବେ ତାପରେ ମୋତେ କମେଣ୍ଟରେ ଜଣେଇବେ। ଯେହେତୁ ମୁଁ ଏଇଠି ସୁଜିକୁ ଭାଜି ନାହିଁ ତ ଏଇଠି ମୁଁ ଅଧିକ ପାଣି ନେଇଛି ଆଉ ପୁରା ପତଳା କରିକି ଉପମାଟାକୁ ରଖିବି। ଆପଣ କଣ୍ଟିନ୍ୟୁଅସଲି ଏହାକୁ ଘାଣ୍ଟୁଥିବେ ନହେଲେ ଲମ୍ପସ୍ ଆସିଯିବ। ଆପଣ ଦେଖିପାରୁଥିବେ ଉପମାର କନସିଷ୍ଟେନ୍ସି କେତେ ପତଳା ଅଛି। ଏହି ସମୟରେ ମୁଁ ଗ୍ୟାସ୍କୁ ଅଫ୍ କରିସାରିଛି। ଏହି କନସିଷ୍ଟେନ୍ସିରେ ଆମେ 1 ମିନିଟ୍ ଏହାକୁ ଛାଡ଼ିଦେବା। ଏହି ଉପମାକୁ ଆପଣ ବିନା ତରକାରୀରେ ମଧ୍ୟ ଖାଇପାରିବେ ଆଉ ବହୁତ ସମୟ ପର୍ଯ୍ୟନ୍ତ ଏହି ଉପମାରେ ଟେଷ୍ଟ ଥାଏ କାହିଁକି ନା ଭଜା ହେଇଥିବା ସୁଜିରେ ଯାହା ପିଲାମାନଙ୍କୁ ଆମେ ଟିଫିନରେ ଦେଇଥାନ୍ତି ତାହା ସେମାନେ ଯେତେବେଳେ ସେମାନଙ୍କର ଲଞ୍ଚ ବ୍ରେକ୍ରେ ଖାଆନ୍ତି ସେତେବେଳେ ପୁରା ଶୁଖିଲା ଶୁଖିଲା ହେଇଯାଇଥାଏ କାହିଁକି ନା ସୁଜିଟା ଭାଜିଲେ ସୁଜିଟା ପଛରେ ଫୁଲିଥାଏ ଆଉ ତାହା ଡାଇଜେସନ୍ ପାଇଁ ମଧ୍ୟ ଅଧିକ ପାଣି ଦରକାର ହୁଏ ଯାହା ପିଲାମାନେ ପିଅନ୍ତି ନାହିଁ। ଆଉ ଏଇଠି କ'ଣ ମୁଁ ସୁଜିକୁ ଭାଜି ନାହିଁ ଆଉ ପାଣି ବି ଅଧିକ ଦେଇଛି ତ ଏଇ ଉପମା ଖାଇଲେ ପିଲାମାନଙ୍କୁ ଡାଇଜେସନ୍ କରିବାରେ ଆଉ ପ୍ରୋବ୍ଲେମ୍ ଆସିବନି। ପତଳା ହେବା ଫଳରେ ବହୁତ ସମୟ ଯାଏଁ ଏହା ସଫ୍ଟ ରହିଥାଏ। ଫୁଟଣର ଯେଉଁ ଗୋଟେ ବଢ଼ିଆ ବାସ୍ନା ଥାଏ ପିଲାମାନଙ୍କୁ ଏହା ଖାଇବାକୁ ମଜା ଆସିଯାଏ। ତାହେଲେ ଆଜି ହିଁ ପିଲାମାନଙ୍କୁ ଟିଫିନରେ ଏହା ଦିଅନ୍ତୁ ତ ସଦାବେଳେ ହେଲ୍ଦି ଖାଇବା, ହେଲ୍ଦି ରହିବା। ଥ୍ୟାଙ୍କ ୟୁ ଫର୍ ୱାଚିଂ।